ମୁଁ ନବମ ଶ୍ରେଣୀର ଛାତ୍ର ଅଟେ। ଆଜି ଆମେ ବିକଶିତ ଭାରତ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛୁ। ବିକଶିତ ଭାରତ କହିଲେ ଆମ ଦେଶର ସ୍ୱାଧୀନ ଭାବରେ ଜୀବନଯାପନ କରିବା, ଯାହାଫଳରେ ଗରିବ ଓ ରୋଜଗାରରେ କିଛି ପ୍ରଭାବ ନଥିବ। ଆମ ଦେଶର ଗରିବହୀନ ଓ ଭ୍ରଷ୍ଟାଚାରହୀନ ନ୍ୟାୟସଙ୍ଗତ ପରି ଅନେକ ସମ୍ବିଧାନ ନିଆହୋଇଛି। ଫଳରେ ଆମ ଦେଶରେ ଗରିବହୀନ ଏହାକୁ ଏବେ ଭାରତ ଏବେ ବିକାଶକୁ ଗତି କରି ଯାଉଛି। ଦେଖିବା 2047 ମସିହାରେ ଆମ ଭାରତ କେତିକି ବିକଶିତ ହେଉଛି। ଉଦ୍ଭିଦ ପ୍ରାଣୀ ଦୁହେଁ ପରସ୍ପର ନିର୍ଭରଶୀଳ, ତେଣୁ ବୃକ୍ଷଲତା ପ୍ରାଣୀଜଗତ ଉପରେ ତିଷ୍ଠ ରହିବା ଅସମ୍ଭବ। ଠିକ୍ ଯେଭଳି ଆମ ଦେଶରେ ଲୋକ ସଂଖ୍ୟା ବୃଦ୍ଧି ହେଉଛି, ତାଙ୍କୁ ନିଜର ବାସସ୍ଥାନ ସ୍ଥାପନ କରିବା ପାଇଁ ବୃକ୍ଷକୁ ନଷ୍ଟ କରି ନିଜର ବାସସ୍ଥାନ ସ୍ଥାପନ କରିଥାନ୍ତି। ଠିକ୍ ସେହିଭଳି ଆମ ଭାରତ ଦେଶ ହୋଇଥିବା ମୁଖ୍ୟ ହୋଇଥିଲା ଆମେ ବୃକ୍ଷରୋପଣ କରିବା ଦ୍ୱାରା ଆମ ବାୟୁମଣ୍ଡଳ ସଠିକ୍ ଭାବରେ ବାୟୁ ପ୍ରଦୂଷଣ ହୋଇ ଅମ୍ଳଜାନ ଆମକୁ ବୃକ୍ଷ ଦେଇଥାଏ। ନମସ୍କାର, ନବମ ଶ୍ରେଣୀର ଛାତ୍ରୀ ମୋନା ସରୋଜ ଗୌଡ଼। ବୃକ୍ଷରୋପଣର ଅର୍ଥ ହେଉଛି ବୃକ୍ଷକୁ ଲଗାଇବା। ବୃକ୍ଷ ଆମକୁ ଶୀତଳ ପବନ ଯୋଗାଇଥାଏ, ଅମ୍ଳଜାନ ପ୍ରଦାନ କରିଥାଏ, ଅଙ୍ଗାରକାମ୍ଳ ଗ୍ରହଣ କରିଥାଏ। ନମସ୍କାର, ଓଡ଼ିଶା 50 ମସିହାରେ ଆମ ସରକାର ବୃକ୍ଷରୋପଣ ଦିବସ ପାଳନ କରିଛନ୍ତି। ଆଜି ଦେଇଛନ୍ତି ଜୁଲାଇ ମାସର ପ୍ରଥମ ସପ୍ତାହରେ ଆମ ଭାରତରେ ବୃକ୍ଷରୋପଣ ଦିବସ ପାଳନ କରାଯାଏ। ବୃକ୍ଷ ଜଙ୍ଗଲ ନୀତି ଅନୁସାରେ ଆମ ସରକାର ବୃକ୍ଷରୋପଣକୁ ଅଧିଗ୍ରସ୍ତ କରିଛନ୍ତି।